ମୋ ନା ପ୍ରଭାତ ମାନେ ନା ସେଇଟା ବହୁତ ଭୟଙ୍କର ଚିତ୍ର ଥିଲା। ତା ଭୟଙ୍କର ଚିତ୍ର ଥିଲା। ଆମେ ସେଇଟା ବିଶ୍ୱାସ କରୁନଥିଲୁ ଯେ ଏତେ ବଡ ପରିମାଣରେ ଗତି କରିବ, ଏତେ କ୍ଷୟକ୍ଷତି କରିଦବ। ଆମର ସେଇଟା ଧାରଣା ନଥିଲା। ସେତେବେଳେ ଏତେ ସୁବିଧା ବି ନଥିଲା, ଇଣ୍ଟରନେଟ ଯୁଗରେ ଏତେ ସୁବିଧା ବି ନଥିଲା। ଆମେ ସେତେବେଳେ ଅବିଶ୍ୱାସ କରୁଥିଲୁ, କିନ୍ତୁ ଆମେ ସେତେବେଳେ ତାସ ଫାସ ବସି ଖେଳୁଥିଲୁ। ରାତିରେ ଠିକ 10ଟା 11ଟା ବେଳକୁ ଗୋଟେ ଝଟକା ପବନ ଆସିଲା, ସେ ଘର ଫର ଉଡେଇ ନେଇ ପଳେଇଲା। ଆମେ ସେଠୁ ଡିଆଁ ମାରି କିଏ କୁଆଡେ ପଳେଇଗଲୁ ଯେ ଯାହା ଘରକୁ ପଳେଇ ଆସିଲୁ। ଘରକୁ ଆସିକି ବି ଠିକ 3ଟା 4ଟା ସୁଦ୍ଧା ଘର ଫର ବି ଆମର ଭାଙ୍ଗି ନେଇକି ସବୁ ପଳେଇଲା। ଆମେ ସେମିତି ପଦାରେ ଥିଲୁ, ଜରି ଫରି ପକେଇକି ପଦାରେ ଛୋଟ ଛୋଟ ପିଲାଙ୍କୁ ଧରିକିରି ଆମେ ଥିଲୁ। ଆମର ଜାଗାଟା ବି ଟିକେ ଉଞ୍ଚା ଥିଲା। ସେଠି ବାପା ମା ମାନେ ପିଲାଙ୍କୁ ଛାଡି ଦେଇଛନ୍ତି, ଅଥଚ ବାପା ମା ମାନେ ଆଉ ରିଟର୍ଣ କରିପାରିଲେନି। ପାଣି ତୋଡ଼ରେ ଆଉ ସେ ଆସିପାରିଲେନି। ମୋ ପାଖରେ ଆଜି 10-30 ଛୋଟ ଛୋଟ ପିଲା ଥିଲେ, କ୍ଷୀର ଛାଡିଛନ୍ତି ମାଠୁ, କିଏ ଟିକେ ବଡ ପିଲା। ଏମିତି ସବୁ ଚାଉଳ ଫଳ ଯୋଉ ବତୁରି ଯାଇଥିଲା, ସେ ଆଉ ମୁଠା ମୁଠା ଖାଇବା ଦେଇକି ଆମେ 2-3 ଦିନ ଉପାସେ ରହିଛୁ। ତାପରେ ରିଲିଫ ଫିଲିଫ ସୁବିଧା ହେଲା, ସବୁ ଆସିଲା, ସବୁ ରିଲିଫ ଫିଲିଫ ଗଭର୍ଣ୍ଣମେଣ୍ଟ ତରଫରୁ। ତାପରେ ରିଲିଫ ଫିଲିଫ ଖାଇକିରି ଲୋକ ଜୀବିକା ନିର୍ବାହ କଲେ। ତାପରେ ଧୀରେ ଧୀରେ ସୁଧୁରିଲା ଆଉ। ହଁ, ସେ ବହୁତ ଜୋରେ ସାଉଣ୍ଡ ଥିଲା। ଆମେ ସେ ସାଉଣ୍ଡରେ କିଛି ଓର ପାଇଲୁ। ପରେ ଆମେ ଶୁଣିଲୁ ଯେ ସେଇଟା ବମ୍ବିଂ କରାଯାଇଥିଲା, ସେଇଟା ଅଟକେଇବା ପାଇଁ। କିନ୍ତୁ ସେଇଟା ନାହିଁ, ସେଇଟା ସମୁଦ୍ରର ମାନେ ଆବାଜ ଥିଲା, ପାଣିର ଆବାଜ ଥିଲା, ବହୁତ ଜୋରରେ ଆବାଜ ଥିଲା। ତାପରେ ଏଇଠି ଆମର ଝାଉଁ ନର୍ସରୀ ଥିଲା, ବଡ ବଡ ଝାଉଁ ଗଛ ବି ଥିଲା ଏଇଠି। ସେ ଝାଉଁ ଗଛ ଆମକୁ ବଞ୍ଚେଇ ଦେଇଛି, ନହେଲେ ଆମେ କେହି ବଞ୍ଚି ନଥାନ୍ତୁ। ହଁ, ଆଉ ସେ ଝାଉଁ ଗଛ ମାଡଟାକୁ ଆମର କିଛି ସମ୍ଭାଳି ଦେଇଥିଲା। ତଥାପି ବାଲି ଘାଇ ଫାଇ କରି ବହୁତ ଲୋକ ବି ଏଠି ମରିଗଲେ। ଏଇ ପ୍ରକାର ଦୃଶ୍ୟ ଥିଲା। ଏଇ ଦୃଶ୍ୟ ଟା ଯେତେବେଳେ ଫେର ସେଇ ଟାଇପ ର ହବାର ଥିଲା 99 ଭଳି, ଆମେ ବି ବହୁତ ଭୟଭୀତ ହେଇଯାଇଥିଲୁ ଯେ କାଳେ ଫେର ସେମିତି ହବ କି। ଏଇ ଭୟଭୀତ ହେଇକି ଆମେ ଥିଲୁ। କିନ୍ତୁ ଯାହା ଠାକୁରଙ୍କ ଦୟାରୁ ସେଟା ଅଲଗା ଆଡକୁ ଗତି କରିଗଲା। ସେ ଜାଗା ଫେରେ କଣ ହେଇଥିବ ସେ ଭଗବାନ ଜାଣନ୍ତି। କିନ୍ତୁ ଆମେ ତ ତା ଦେହରେ ଆଉ ଭୋକ୍ତ କି ନାହିଁ। କିନ୍ତୁ ଅଲଗା ଆଡେ ସେଇଟା ଗତି କରିଗଲା। ସେ ଏରିଆ କଣ ହେଇଥିବ ସେଇଟା ଭଗବାନ ଜାଣନ୍ତି।